ଶ୍ରୀମଦ୍ ଭାଗବତ ଗୀତା ଅଥ ପ୍ରଥମ ଅଧ୍ୟାୟ। ନମସ୍ତେ, ଜୟ ଜଗନ୍ନାଥ। ମୋ ନାଁ ରାଜେଶ କୁମାର ସିଂହ। ମୁଁ ଆରମ୍ଭ କରୁଅଛି ଶ୍ରୀମଦ୍ ଭାଗବତ ଗୀତା। ଆପଣମାନେ ଶୁଣନ୍ତୁ ଏବଂ ଶୁଣିକି ସମସ୍ତଙ୍କୁ ବୁଝାନ୍ତୁ। ଜୟ ଜଗନ୍ନାଥ କହିକି ଆରମ୍ଭ କରୁଛି। ଧୃତରାଷ୍ଟ୍ର ପଚାରିଲେ, ହେ ସଞ୍ଜୟ, ଧର୍ମ ଭୂମି କୁରୁକ୍ଷେତ୍ରରେ ଯୁଦ୍ଧ କରିବା ଇଚ୍ଛାରେ ଏକତ୍ରିତ ହୋଇଥିବା ମୋର ଓ ପାଣ୍ଡୁଙ୍କର ପୁତ୍ରମାନେ କ'ଣ କଲେ? ସଞ୍ଜୟ କହିଲେ, ଯୁଦ୍ଧାରମ୍ଭ ସମୟରେ ରାଜା ଦୁର୍ଯ୍ୟୋଧନ ବାହ୍ୟ ରଚନାଯୁକ୍ତ ପାଣ୍ଡବ ସେନାକୁ ଦେଖି ଦ୍ରୋଣାଚାର୍ଯ୍ୟଙ୍କୁ ପାଖକୁ ଯାଇ କହିଲେ, ହେ ଆଚାର୍ଯ୍ୟ, ଆପଣଙ୍କ ବୁଦ୍ଧିମାନ ଶିଷ୍ୟ ଦ୍ରୁପଦ ପୁତ୍ର ଧୃଷ୍ଟଦ୍ୟୁମ୍ନ ଦ୍ୱାରା ବାହ୍ୟକାରରେ ସଜ୍ଜିତ ପାଣ୍ଡୁପୁତ୍ରଙ୍କର ଏହି ବିରାଟ ସେନାକୁ ଦେଖନ୍ତୁ। ଏହି ସେନାରେ ମହାଧନୁର୍ଦ୍ଧର ତଥା ଯୁଦ୍ଧରେ ଭୀମ, ଅର୍ଜୁନ ସମାନ ଶୂରବୀର, ସାତ୍ୱିକ, ବିରାଟ ତଥା ମହାରଥୀ ରାଜା ଦ୍ରୁପଦ, ଧୃଷ୍ଟକେତୁ ଓ ଚେକିତାନ ତଥା ବଳବାନ କାଶୀରାଜ, ପୁରୁଜିତ, କୁନ୍ତିଭୋଜ ଓ ମନୁଷ୍ୟଙ୍କ ମଧ୍ୟରେ ଶ୍ରେଷ୍ଠ ଶୈବ୍ୟ ପରାକ୍ରମୀ ଯୁଧାମନ୍ୟୁ ତଥା ବଳବାନ ଉତ୍ତମୌଜା, ସୁଭଦ୍ରା ପୁତ୍ର ଅଭିମନ୍ୟୁ ଏବଂ ଦ୍ରୌପଦୀଙ୍କ 5 ପୁତ୍ର ଅଛନ୍ତି। ଏମାନେ ସମସ୍ତେ ମହାରଥୀ। ହେ ବ୍ରାହ୍ମଣ ଶ୍ରେଷ୍ଠ, ଆମ ପାଖରେ ବି ଯେଉଁ ପ୍ରଧାନ ଯୋଦ୍ଧାମାନେ ଅଛନ୍ତି ସେମାନଙ୍କୁ ଆପଣ ଜାଣି ନିଅନ୍ତୁ। ମୋର ସେମାନେ ଯେଉଁ ସେନାପତିମାନେ ଅଛନ୍ତି ଆପଣ ଜାଣିବା ନିମନ୍ତେ ସେମାନଙ୍କ ନାମ କହୁଅଛି। ଆପଣ ଦ୍ରୋଣାଚାର୍ଯ୍ୟ, ପିତାମହ ଭୀଷ୍ମ, କର୍ଣ୍ଣ ଏବଂ ସଂଗ୍ରାମ ବିଜୟୀ କୃପାଚାର୍ଯ୍ୟ ତଥା ସେହିପରି ଅଶ୍ୱତ୍ଥାମା, ବିକର୍ଣ୍ଣ ଓ ସୋମଦତ୍ତଙ୍କ ପୁତ୍ର ଭୂରିଶ୍ରବା ଏବଂ ଏମାନଙ୍କ ଛଡ଼ା ମୋ ପାଇଁ ଜୀବନରେ ଆଶାତ୍ୟାଗ କରିଦେଇଥିବା ଆହୁରି ବହୁ ଶୂରବୀର ମଧ୍ୟ ନାନା ପ୍ରକାର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଉପସ୍ଥିତ ଅଛନ୍ତି। ସେମାନେ ସମସ୍ତେ ଯୁଦ୍ଧରେ ନିପୁଣ। ଭୀଷ୍ମଙ୍କ ଦ୍ୱାରା ରଚିତ ଆମ୍ଭମାନଙ୍କର ସେନା ଅପରିମିତ ଅର୍ଥାତ୍ ସବୁ ଦୃଷ୍ଟିରୁ ଅଜୟ ଏବଂ ଭୀମଙ୍କ ଦ୍ୱାରା ରକ୍ଷିତ ଏମାନଙ୍କର ଏହି ସେନା ପରିମିତ ଅର୍ଥାତ୍ ଏହାକୁ ଜୟ କରିବା ଅତି ସହଜ। ତେଣୁ ସକଳ ବାହ୍ୟଦ୍ୱାରରେ ନିଜ ନିଜ ସ୍ଥାନରେ ରହି ଆପଣମାନେ ସମସ୍ତେ ନିଶ୍ଚିତ ଭାବରେ ଭୀଷ୍ମ ପିତାମହଙ୍କୁ ସକଳ ଦିଗରୁ ରକ୍ଷା କରନ୍ତୁ। କୁରୁବୃଦ୍ଧ ମହାପ୍ରତାପୀ ପିତାମହ ଭୀଷ୍ମ ଦୁର୍ଯ୍ୟୋଧନଙ୍କର ହୃଦୟରେ ହର୍ଷ ଉତ୍ପନ୍ନ କରାଇ ଉଚ୍ଚ ସ୍ୱରରେ ସିଂହନାଦ ପରି ଗର୍ଜନ କରି ଶଙ୍ଖ ବଜାଇଲେ। ତାପରେ ବହୁ ଶଙ୍ଖ, ଭେରୀ, ନାଗରା, ମର୍ଦ୍ଦଳ, ରଣଶିଙ୍ଗା ଆଦି ବାଦ୍ୟ ଏକସଙ୍ଗେ ବାଜି ଉଠିଲା। ସେ ସବୁର ଶବ୍ଦ ଅତି ଭୟଙ୍କର ଥିଲା। ତାପରେ ଧଳା ଘୋଡ଼ା ଯୋଚା ଯାଇଥିବା ଉତ୍ତମ ରଥରେ ବସି ଶ୍ରୀକୃଷ୍ଣ ପରମାତ୍ମା ଓ ଅର୍ଜୁନ ମଧ୍ୟ ନିଜ ନିଜର ଦିବ୍ୟ ଶଙ୍ଖ ବଜାଇଲେ। ଶ୍ରୀକୃଷ୍ଣଙ୍କ ପରମାତ୍ମା ପଞ୍ଚଜନ୍ୟ ନାମକ ଅର୍ଜୁନ, ଦେବଦତ୍ତ ନାମକ ଏବଂ ଭୟା ନାମକ କର୍ମ ସାଧନକାରୀ ଭୀମସେନ, ପଣ୍ଡୁ ନାମକ ମହାଶଙ୍ଖ ବଜାଇଲେ। କୁନ୍ତିପୁତ୍ର ରାଜା ଯୁଧିଷ୍ଠିର ଅନନ୍ତ ବିଜୟ ନାମକ ଏବଂ ନକୁଳ ଓ ସହଦେବ ଯଥାକ୍ରମେ ସୁଘୋଷ ଓ ମଣିପୁଷ୍ପକ ନାମକ ଶଙ୍ଖ ବଜାଇଲେ। ଶ୍ରେଷ୍ଠ ଧନୁର୍ଦ୍ଧର କାଶୀରାଜ, ମହାରଥୀ ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ ରାଜା ବିରାଟ, ଅଜୟ ସାତ୍ୱିକ ରାଜା ଦ୍ରୁପଦ, ଦ୍ରୌପଦୀଙ୍କ 5 ପୁତ୍ର ଏବଂ ସୁଭଦ୍ରା ପୁତ୍ର ମହାବାହୁ ଅଭିମନ୍ୟୁ, ହେ ରାଜନ, ଏ ସମସ୍ତେ ସକଳ ଦିଗରୁ ପୃଥକ ପୃଥକ ଶଙ୍ଖ ବଜାଇଲେ। ସେହି ଭୟଙ୍କର ଶବ୍ଦ ଆକାଶ ଓ ପୃଥିବୀକୁ ପ୍ରତିଧ୍ୱନିତ କରି ଦୁର୍ଯ୍ୟୋଧନନାଦୀ କୌରବମାନଙ୍କର ହୃଦୟ ବିଦୀର୍ଣ୍ଣ କରିଦେଲା। ହେ ରାଜନ, ଏହାପରେ ବାହ୍ୟ ରଚନା ପୂର୍ବକ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇ ରହିଥିବା ଧୃତରାଷ୍ଟ୍ରଙ୍କ ସମ୍ବନ୍ଧୀୟମାନଙ୍କୁ ଦେଖି ଶସ୍ତ୍ର ପ୍ରୟୋଗ କରିବାକୁ ଯାଉଥିବା ସମୟରେ କପିଧ୍ୱଜ ଅର୍ଜୁନ ନିଜ ଧନୁ ଉଠାଇ ହୃଷୀକେଶ ଶ୍ରୀକୃଷ୍ଣ ଭଗବାନଙ୍କୁ କହିଲେ, ହେ ଅଚ୍ୟୁତ, ମୋର ରଥକୁ ନେଇ 2 ସେନାଙ୍କ ମଧ୍ୟରେ ଠିଆ କରାନ୍ତୁ। ଏହି ଯୁଦ୍ଧ ରୂପକ ବ୍ୟାପାରରେ ମୋତେ କାହା କାହା ସହିତ ଯୁଦ୍ଧ କରିବାକୁ ହେବ? ଯୁଦ୍ଧ କ୍ଷେତ୍ରରେ ଠିଆ ହୋଇଥିବା ସେହି ଯୁଦ୍ଧବିଳାସୀ ବିପକ୍ଷୀ ଯୋଦ୍ଧାମାନଙ୍କୁ ଯେ ପର୍ଯ୍ୟନ୍ତ ମୁଁ ଭଲ ରୂପେ ଦେଖି ଚିହ୍ନି ନ ନେଇଛି
ସେ ପର୍ଯ୍ୟନ୍ତ ରଥ ଠିଆ କରାନ୍ତୁ। ଦୁର୍ବୁଦ୍ଧି ଦୁର୍ଯ୍ୟୋଧନର ଯୁଦ୍ଧରେ ହିତାକାଂକ୍ଷୀ ହୋଇ ଯେଉଁ ରାଜାମାନେ ଏହି ସେନାରେ ଆସିଛନ୍ତି ସେହି ଯୋଦ୍ଧାମାନଙ୍କୁ ମୁଁ ଟିକିଏ ଭଲ କରି ଦେଖିବି। ସଞ୍ଜୟ କହିଲେ, ହେ ଧୃତରାଷ୍ଟ୍ର, ଅର୍ଜୁନ ଏହିପରି କହିବାରୁ ଭଗବାନ ଶ୍ରୀକୃଷ୍ଣ ଦୁଇ ସେନାଙ୍କ ମଧ୍ୟରେ ଭୀଷ୍ମ ଓ ଦ୍ରୋଣାଚାର୍ଯ୍ୟଙ୍କ ସମ୍ମୁଖରେ ତଥା ସମସ୍ତ ରାଜାଙ୍କ ସମ୍ମୁଖରେ ଉତ୍ତମ ରଥଟି ଠିଆ କରାଇ ଦେଇ କହିଲେ, ହେ ପାର୍ଥ, ଯୁଦ୍ଧ ପାଇଁ ଏକତ୍ରିତ ହୋଇଥିବା ଏହି କୌରବମାନଙ୍କୁ ଦେଖ। ତାପରେ ପୃଥାପୁତ୍ର ଅର୍ଜୁନ ସେହି ଉଭୟ ସେନା ମଧ୍ୟରେ ବିଦ୍ୟମାନ ପିତୃ ପିତାମହ ଆଚାର୍ଯ୍ୟ ମାମୁଁ ଭାଇ ପୁଅ ନାତି ମିତ୍ର ଶ୍ୱଶୁର ଓ ସୁହୃଦମାନଙ୍କୁ ହିଁ ଦେଖିବାକୁ ପାଇଲେ। ସେହି ଉପସ୍ଥିତ ସମସ୍ତେ ବନ୍ଧୁଙ୍କୁ ଦେଖି କୁନ୍ତୀପୁତ୍ର ଅର୍ଜୁନ ଅତ୍ୟନ୍ତ କରୁଣା ପରବଶ ହୋଇ ଶୋକ କରୁ କରୁ ରହିଗଲେ। ଅର୍ଜୁନ କହିଲେ, ହେ କୃଷ୍ଣ, ଯୁଦ୍ଧ କ୍ଷେତ୍ରରେ ଦୃଢ଼ ଭାବରେ ଦଣ୍ଡାୟମାନ ହୋଇଥିବା ଏହି ଯୁଦ୍ଧବିଳାସୀ ସ୍ୱଜନ ସମୁଦାୟକୁ ଦେଖି ମୋର ଅଙ୍ଗମାନ ଶିଥିଳ ହୋଇଯାଉଛି, ମୁଖ ଶୁଖିଯାଉଛି ଓ ଦେହରେ କମ୍ପ ତଥା ରୋମାଞ୍ଚ ଜାତ ହେଉଛି। ହାତରୁ ଗାଣ୍ଡିବ ଧନୁ ଖସି ପଡ଼ୁଛି, ଚର୍ମ ବି ଭୀଷଣ ଜ୍ୱାଳା କରୁଛି ତଥା ମୋର ମନ ଘୃଣିତ ହେଲା ପରି ଲାଗୁଛି। ତେଣୁ ମୁଁ ଠିଆ ହୋଇ ରହିବାକୁ ବି ସମର୍ଥ ହୋଇପାରୁନାହିଁ। ହେ କେଶବ, ମୁଁ ଲକ୍ଷ୍ମଣ ସବୁକୁ ବିପରୀତ ହିଁ ଦେଖୁଛି। ଯୁଦ୍ଧରେ ସ୍ୱଜନ ସମୁଦାୟକୁ ମାରିବାରେ କୌଣସି କଲ୍ୟାଣ ବି ଦେଖିପାରୁନାହିଁ। ହେ କୃଷ୍ଣ, ମୁଁ ବିଜୟ ଚାହୁଁ ନାହିଁ କି ରାଜ୍ୟ ତଥା ସୁଖ ଧନ ମଧ୍ୟ ଚାହୁଁନାହିଁ। ହେ ଗୋବିନ୍ଦ, ଆମର ଏପରି ରାଜ୍ୟରେ କି ପ୍ରୟୋଜନ ଅଥବା ଏପରି ଭୋଗମାନଙ୍କ ଓ ଜୀବନରେ ବି କି ଲାଭ ଅଛି? ଆମେ ଯେଉଁମାନଙ୍କ ପାଇଁ ରାଜ୍ୟ ଭୋଗ ଓ ସୁଖାଦି ଅଭିଳାଷ କରୁଛେ, ଏହି ସେଇମାନେ ଧନ ଓ ଜୀବନର ଆଶା ପରିତ୍ୟାଗ କରି ଯୁଦ୍ଧ କରିବାକୁ ଠିଆ ହୋଇଛନ୍ତି। ଗୁରୁମାନେ, ପିତୃମାନେ, ପୁତ୍ରମାନେ ଏବଂ ସେହିପରି ପିତାମହମାନେ, ମାମୁଁମାନେ, ଶ୍ୱଶୁରମାନେ, ନାତିମାନେ, ଶାଳକମାନେ ତଥା ଅନ୍ୟ ସମ୍ବନ୍ଧୀୟମାନେ ବି ଅଛନ୍ତି। ହେ ମଧୁସୂଦନ, ଏମାନେ ମୋତେ ମାରିଦେଲେ ବି ମୁଁ ଏମାନଙ୍କୁ ମାରିବାକୁ ଚାହେଁ ନାହିଁ। ପୃଥିବୀ ଲାଭ କରିବା କଥା କିଏ ପଚାରେ? ତିନି ଲୋକର ରାଜ୍ୟାଧିକାରୀ ମିଳିବାର ଅଧିକାର ଥିଲା ମଧ୍ୟ ମୁଁ ଏମାନଙ୍କୁ ମାରିବାକୁ ଚାହେଁ ନାହିଁ। ହେ ଜନାର୍ଦ୍ଦନ, ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ମାରିଦେଲେ ଆମକୁ କି ସୁଖ ମିଳିବ? ଏହି ଆତତାୟୀମାନଙ୍କୁ ମାରିଲେ ତ ଆମକୁ ପାପ ହିଁ ଲାଗିବ। ତେଣୁ ହେ ମାଧବ, ନିଜର ବାନ୍ଧବ ଦୁର୍ଯ୍ୟୋଧନ ଆଦିଙ୍କୁ ମାରିବା ଆମ ପକ୍ଷରେ ଉଚିତ ହେବା ନାହିଁ। କାରଣ ନିଜ କୁଟୁମ୍ବ ଲୋକଙ୍କୁ ମାରି ଆମେ କିପରି ସୁଖୀ ହୋଇ ରହିପାରିବୁ? ଯଦ୍ୟପି ଲୋଭବଶତଃ ଭୃଷ୍ଟଚିତ୍ତ ହୋଇଥିବା ଏହି ଲୋକେ କୁଳକ୍ଷୟଜନିତ ଦୋଷ ଓ ମିତ୍ରଦ୍ରୋହଜନିତ ପାପ ଜାଣିପାରୁନାହାନ୍ତି, ତଥାପି ହେ ଜନାର୍ଦ୍ଦନ, କୁଳନାଶରୁ ଉତ୍ପନ୍ନ ଦୋଷକୁ ଜାଣିପାରୁଥିବା ଆମ୍ଭେମାନେ ଏପରି ପାପରୁ ଦୂରେଇ ଯିବାକୁ ବିଚାର ନ କରି ବା କାହିଁକି? କୁଳ ନାଶ ହେଲେ ସନାତନ କୁଳ ଧର୍ମ ନଷ୍ଟ ହୋଇଯାଏ। ଧର୍ମ ନଷ୍ଟ ହୋଇଗଲେ ସମୁଦାୟ କୁଳକୁ ପାପ ମଧ୍ୟ ବିଶେଷ ଭାବରେ ବ୍ୟାପିଯାଏ। ହେ କୃଷ୍ଣ, ପାପ ଅଧିକା ବଢ଼ିଗଲେ କୁଳ ସ୍ତ୍ରୀମାନେ ଅତ୍ୟନ୍ତ ଦୂଷିତା ହୋଇଯାଇଥାନ୍ତି। ହେ ବାତ୍ସେୟ, ସ୍ତ୍ରୀମାନେ ଦୂଷିତା ହୋଇଗଲେ ବର୍ଣ୍ଣସଙ୍କର ଉତ୍ପନ୍ନ ହୁଅନ୍ତି। କୁଳନାଶକାରୀମାନଙ୍କୁ କଥା କୁଳକୁ ନରକକୁ ନେଇଯିବା ଲାଗି ହିଁ ବର୍ଣ୍ଣ ସଂକର ଜାତ ହୋଇଥାଏ। ପିଣ୍ଡ କ୍ରିୟା ଓ ଜଳଦାନ କ୍ରିୟା ଲୁପ୍ତ ହେବାରୁ ପିତୃଲୋକମାନେ ଶ୍ରାଦ୍ଧ ଓ ତର୍ପଣରୁ ବଞ୍ଚିତ ହୋଇଯାଇ ଅଧୋଗତି ପ୍ରାପ୍ତ ହୁଅନ୍ତି। ଏହି ବର୍ଣ୍ଣ ସଂକରା କାରକ ଦୋଷମାନଙ୍କ ଦ୍ୱାରା କୁଳଘାତମାନଙ୍କର ସନାତନ କୁଳଧର୍ମ ଓ ଜାତିଧର୍ମ ନଷ୍ଟ ହୋଇଯାଇଥାଏ। ହେ ଜନାର୍ଦ୍ଦନ, ଯେଉଁମାନଙ୍କର କୁଳଧର୍ମ ନଷ୍ଟ ହୋଇଯାଇଛି ସେମାନଙ୍କର ଅନିଶ୍ଚିତ କାଳ ପର୍ଯ୍ୟନ୍ତ ନରକବାସ ହୁଏ ବୋଲି ଆମେ ଶୁଣିଅଛୁ। ହାୟ, କି ଦୁଃଖର କଥା! ଆମ୍ଭେମାନେ ବୁଦ୍ଧିମାନ ହୋଇ ମଧ୍ୟ ମହାପାପ କରିବାକୁ ପ୍ରସ୍ତୁତ ହୋଇଯାଇଛୁ। ରାଜ୍ୟ ଓ ସୁଖପ୍ରାପ୍ତି ଲୋଭରେ ଆମେ ନିଜର ଆତ୍ମୀୟ ସ୍ୱଜନମାନଙ୍କୁ ମାରିଦେବାକୁ ଇଚ୍ଛା ହୋଇଯାଇଛୁ। ଯଦି ମୋ ପରି ନିଃଶସ୍ତ୍ର ଓ ପ୍ରତିକାର ରହିତା ଲୋକଙ୍କୁ ଧୃତରାଷ୍ଟ୍ରଙ୍କ ଶସ୍ତ୍ରଧାରୀ ପୁତ୍ରମାନେ ଯୁଦ୍ଧରେ
ମାରିଦିଅନ୍ତି, ତେବେ ବି ତାହା ମୋ ପକ୍ଷେ ଅଧିକ ମଙ୍ଗଳକର ହେବ। ସଞ୍ଜୟ କହିଲେ, ରଣଭୂମିରେ ଶୋକରେ ଉଦ୍ବିଗ୍ନ ମନା ଅର୍ଜୁନ ଏପରି କହିଲେ ବାଣ ସହିତ ଧନୁତ୍ୟାଗ କରିଦେଇ ରଥରେ ପଛପଟରେ ବସି ପଡ଼ିଲେ। ଓଂ ତତ୍ସଦିତି ଶ୍ରୀମଦ୍ଭାଗବତା ସୁପନିଷାଦ ବ୍ରହ୍ମବିଦାୟ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅର୍ଜୁନ ବିଷାଦ ଯୋଗ ନାମ ପ୍ରଥମାଧ୍ୟାୟ। ଜୟ ଜଗନ୍ନାଥ। ପ୍ରଥମ ଅଧ୍ୟାୟ ଶେଷ।